ମୁଁ ହେଉଛି ପ୍ରୀତି, ବୟସ 15, ମୋ ଦୁଧ ସାଇଜ 30 ଆଉ ଚଡ଼ି ସାଇଜ 80। ମୁଁ ଦେଖୁବାକୁ ପୁରା ଗୋରା, ସେତେ ସ୍ଲିମ୍ ନୁହେଁ କି ସେତେ ମୋଟି ନୁହେଁ। ମୁଁ ଏବେ କୋଲକାତାରେ ଗୋଟେ ଗଭର୍ଣ୍ଣମେଣ୍ଟ ସ୍କୁଲରେ ପଢୁଛି। ମୁଁ ସବୁଦିନେ ସାଇକେଲରେ ସ୍କୁଲ ଯାଏ। ଏ କାହାଣୀ ଏବେ 2 ମାସ ହେଲା ଘଟିଛି। ଖରା ଛୁଟି ପରେ ସ୍କୁଲ ଖୋଲିବାର 4 ଦିନ ପରେ ମୋର ଟ୍ରାଫିକ ବାଲା ବୟଫ୍ରେଣ୍ଡ ମୋତେ ଗୋଟେ ଅଟୋ ଗାଡ଼ି ଭିତରେ ନେଇକି ଗେହିଲେ ଆଉ ମୋ ବିଆର ସିଲ୍ ଖୋଲିଲେ। ମୁଁ ସାଇକେଲରେ ସ୍କୁଲ ଯିବା ବେଳେ ରାସ୍ତାରେ ଗୋଟେ ଟ୍ରାଫିକ ପଡ଼େ। ମୋତେ ସବୁଦିନେ ସେଇଠି ଥିବା ଜଣେ ଟ୍ରାଫିକ ପୋଲିସ ଯାହାର ବୟସ 28 ଖଣ୍ଡେ ହେବ ସେ ମୋତେ ଲାଇନ ମାରନ୍ତି। ଏମିତି 3 ମାସ ହେବ ସେ ମୋତେ ଲାଇନ ମାରିବା ପରେ ମୁଁ ହେଲେ ତାଙ୍କ ଭଲ ପାଇବାରେ ପଡ଼ିଗଲି। ସେ ଗଭର୍ଣ୍ଣମେଣ୍ଟ ଜବ କରିଥିବାରୁ ମୋର ତାଙ୍କୁ ବାହା ହେବାକୁ ଇଚ୍ଛା ହେଲା। ସେ ମୋ ଫୋନ ନମ୍ବର ନେଇକି ମୋ ସହ ଧୀରେ ଧୀରେ ହ୍ୱାଟ୍ସଆପରେ ଚେଟ୍ କରିବାରେ ଲାଗିଲେ। ଏମିତି ଆମର ଏ ଭଲ ପାଇବା ଦେଖୁ ଦେଖୁ ବହୁତ ଆଗକୁ ପଳେଇଲା। ମୁଁ ତାଙ୍କୁ ବାହା ହେବାକୁ କହିବାରୁ ସେ ରାଜି ହେଇଗଲେ। ତାପରେ ଧୀରେ ଧୀରେ ସେ ମୋତେ ଭିଡିଓ କଲରେ ମୋ ଦୁଧ ଆଉ ବିଆ ଦେଖେଇବାକୁ କହିଲେ। ମୁଁ ସବୁବେଳେ କହୁଥାଏ ବାହାଘର ପରେ ସେ ସବୁ ମନ ଖୋଲି ଦେଖୁବ, ହେଲେ ସେ ଶୁଣନ୍ତିନି ଆଉ ଦିନେ ମୋତେ ବାହା ହେବେ ବୋଲି 100 ଶତକଡ଼ାରୁ ପ୍ରମିଜ କରି କହିଲେ। ତାପରେ ସେ ମୋତେ ଯେବେବି ମୋର ଲଙ୍ଗଳା ଫଟୋ, ଦୁଧ, ବିଆ ଆଉ ଗାଣ୍ଡିର ଫଟୋ ଦେଖୁବାକୁ ମାଗନ୍ତି ମୁଁ ପଠେଇ ଦିଏ। ମୁଁ ଏସବୁ ମୋ ମମିଙ୍କ ଫୋନରେ ହ୍ୱାଟ୍ସଆପରେ ଲକ୍ ଫିଚର ଝୁଝ କରିକି କରେ। ଏମିତି ମଝିରେ ମଝିରେ ମୁଁ ଫ୍ର ଟାଇମରେ ମୋ ମମିଙ୍କ ଫୋନରେ ଭିଡିଓ କଲ୍ କରେ। ସେ ମୋତେ ଦୁଧକୁ ଚିପିକି କ୍ଷୀର ବାହାର କରିବାକୁ କୁହନ୍ତି। ମୁଁ ଚିପି ଚିପି ହାଲିଆ ହେଇଯାଏ, କିନ୍ତୁ ମୋ ଦୁଧରୁ କ୍ଷୀର ବାହାରେନି। ସେ ମୋତେ ଭିଡିଓ କଲରେ କୁହନ୍ତି ମୋ ବିଆକୁ ମେଲେଇକି ଦେଖେଇବା ପାଇଁ। ମୁଁ ହେଲେ ମୋ ଛୋଟିଆ କଷି ବିଆକୁ ମେଲେଇକି ମୋ ବିଆର କଣାକୁ ଦେଖାଏ। ସେ ମୋତେ ଆଙ୍ଗୁଠି ମାରିକି ବିଆରୁ ଲାଳ ବାହାର କରିବାକୁ କୁହନ୍ତି, ହେଲେ ମୁଁ ବିଆରେ ଆଙ୍ଗୁଠି ମାରିଲେ ମୋଟ ବହୁତ କଷ୍ଟ ହୁଏ। ଖରା ଛୁଟି ପରେ ମୋର ସ୍କୁଲ ଖୋଲିଲା। ସେ ମୋତେ ଗେହିବାକୁ ବହୁତ ଦିନ ହେଲାଣି କହିଥିଲେ, ହେଲେ ମୁଁ ସ୍କୁଲ ଖୋଲିଲେ ଗେହିବାକୁ ଦେବି ବୋଲି ତାଙ୍କୁ କହିଥିଲି। ଦିନେ ଏମିତି ସୁବିଧା ଦେଖୁକି ସେ ଝୁଟି ବନ୍ଦ କଲେ ଆଉ ମୁଁ ସ୍କୁଲ ଯିବା ବାହାନାରେ ସେ ଯୋଉଠିକି କହିଲେ ମୁଁ ଗଲି। ସେ ତାଙ୍କର ଜଣେ ସାଙ୍ଗର ଅଟୋ ଆଣିକି ସେଥିରେ କଭର ଲଗେଇକି ଷ୍ଟେସନ ସାଇଡରେ ଗୋଟେ ନିଛାଟିଆ ଜାଗାରେ ଠିଆ ହେଇଥିଲେ। ମୁଁ ଯିବା ମାତ୍ରକେ ସେ ମୋ ସାଇକେଲ ସାଇଡରେ ଲୁଚେଇ ଦେଲେ। ତାପରେ ଆମେ ଦୁହେଁ ଅଟୋ ଭିତରକୁ ପଶିଗଲୁ। ଅଟୋ ଗାଡ଼ିର ଚାରିଆଡୁ ସେ କଭର ପକେଇଦେଲେ। ତାପରେ ସେ ଆଉ ଡେରି ନକରି ମୋତେ ତାଙ୍କ କୋଳରେ ବସେଇ ଦେଇକି ମୋ ଦୁଧକୁ ଏକଦମ ଦଳିବାରେ ଲାଗିଗଲେ। ମୁଁ ତାଙ୍କ କୋଳରେ ପ୍ରଥମ ଥର ପାଇଁ ବସିଲି, ହେଲେ ମୋତେ ତାଙ୍କର ଟିଙ୍ଗେଇ ହେଇକି ଥିବା ଟାଣୁଆ ବାଣ୍ଡ ପୁରା ଜଣା ପଡୁଥାଏ। ସେ ମୋ ଦୁଧ ଦଳିବା ଭିତରେ ମୋତେ ଜୋରରେ କୁଣ୍ଢେଇକି ଧରିକି ତାଙ୍କ ବାଣ୍ଡକୁ ମୋ ଗାଣ୍ଡି ସିଧା ପଶେଇଲା ଭଳି କରୁଥାନ୍ତି। ତାପରେ ସେ ଗୋଟେ ହାତକୁ ମୋ ଲେଗିଙ୍ଗରେ ପଶେଇକି ମୋ ଚଡ଼ି ଭିତରେ ପଶେଇଲେ। ସେଇଠୁ ସେ ଧୀରେ ଧୀରେ କରି ମୋ ବିଆକୁ ଆଉସି ଆଉସି ମଳିବାରେ ଲାଗିଲେ। ମୋତେ ସେତେବେଳକୁ ସଲସଲ ଲାଗିବା ସହିତ ମୋ ଦେହ ଭିତରେ ନିଆଁ ଲାଗିଲା ଭଳି ଫିଲ୍ ହେଉଥାଏ ଆଉ ମୋ ବିଆ ଭିତରେ କଣ ହେଲେ ପଶେଇ ଦେବାକୁ ଇଚ୍ଛା ହେଉଥାଏ। ତାପରେ ସେ ମୋ ଲେଗିଙ୍ଗ ଆଉ ଚବିକୁ ମୋ ଜଙ୍ଘ ପର୍ଯ୍ୟନ୍ତ ଖସେଇ ଦେଲେ ଆଉ ତାଙ୍କ ପ୍ୟାଣ୍ଟକୁ ତଳକୁ କରି ନାଗ ସାପ ଭଳିଆ ବାଣ୍ଡକୁ ବାହାରକୁ ବାହାର କଲେ। ତାଙ୍କ ବାଣ୍ଡାଗରୁ ମୁଁ ଭିଡିଓ କଲରେ ଦେଖୁଥିଲି, ହେଲେ ସତରେ ଦେଖୁ କି ମୁଁ ହେଲେ ଛାନିଆ ହେଇଗଲି। ମୁଁ ଜାଣିଛି ଯେ ମୋ ବିଆ ହେଉଛି ବହୁତ ସାନ। ମୁଁ ମୋ ବିଆରେ କଲମ ପଶେଇଲେ ହେଲେ ମୋତେ କଷ୍ଟ ହୁଏ, ହେଲେ ଅଟେ ବଡ଼ ମୁଷଳ ଭଳି ବାଣ୍ଡ କେମିତି ପଶିବ ଭାବିକି ମୁଁ ଟିକେ ଡରିଗଲି। ସେ ସେଇଠୁ ମୋ ଜଙ୍ଘକୁ 2 ସାଇଡକୁ ମେଲେଇଲେ। ତଳାଡୁ 2 ହାତରେ ପାପୁଲିରେ ମୋ ବିଆର ପାଖୁଡାକୁ ଫାଙ୍କା କରିକି ତାଙ୍କ ବନ୍ଦର ମୁଣ୍ଡିକୁ ବିଆର କଣା ସିଧା ରଖିଲେ। ତାପରେ ଯେମିତି ସେ ତାଙ୍କ କଦଛତୁ ଭଳି ବାଣ୍ଡର ମୁଣ୍ଡି ଉପରେ ବସେଇକି ଟିକେ ଭିତରକୁ ପେଲିଲେ। ହଠାତ୍ ମୋ ବିଆରେ କରେଣ୍ଟ ମାରିଲା ଭଳି ଲାଗିଲା। ମୁଁ ସିଧା ଆ କରିକି ଠିଆ ହେଇ ପଡ଼ିଲି। ସେ ଟିକେ ମୋ ମୁହଁକୁ ଅନେଇ ଦେଲେ ଆଉ କହିଲେ, ପ୍ରୀତି, ଫର୍ଷ୍ଟ ଟାଇମ ଟିକେ କଷ୍ଟ ହେବ, ତାପରେ ଦେଖିବା ତୁମେ କହିବ ଆହୁରି କିହ ଆହୁରି କିହ। ମୋତେ ହସ ଲାଗୁଥାଏ, ପୁଣି ଭୟ ବି ଲାଗୁଥାଏ। ଏଥର ସେ ସେହିଭଳି ମୋ ବିଆକୁ ମେଲେଇକି ଆଉ ଥରେ ପଶେଇବାରେ ଲାଗିଲେ। ମୁଁ ନ ଦେଖିବା ସମୟରେ ସେ ଲେଣ୍ଡାଏ ଛେପ ଆଗୁଆ ତାଙ୍କ ବାଣ୍ଡରେ ବୋଳି ଦେଇଛନ୍ତି। ଏଥର ମୁଁ ଧୀରେ ଧୀରେ ତାଙ୍କ ବାଣ୍ଡ ଉପରେ ବସିବାକୁ ଚେଷ୍ଟା କଲି, ତଥାପି ତାଙ୍କ ବନ୍ଦର ମୁଣ୍ଡିଟା ପାସିଲା ବେଳକୁ ମୋ ବିଆରେ ଚାଇଁ ଚାଇଁ ଲାଗୁଥାଏ। ସେ ସେଇଠୁ କିଛି ସମୟ ମୋ ବିଆ ଉପରେ ବାଣ୍ଡକୁ ଘଷିଲେ। ତାପରେ ମୋତେ କୁଣ୍ଢେଇକି ଧରିକି ବିଆକୁ ମେଲେଇକି ବାଣ୍ଡକୁ ଯେମିତି ପଶେଇଛନ୍ତି, ମୋ ପାଟିରୁ ଆ ମମି ଆଇତିକି ଭିତରେ ବାଣ୍ଡ ପୁରା ବିଆର କଣାରେ ପଶିକି ସେଟ୍ ହେଇଗଲାଣି। ସେ ସେମିତି ପଶେଇକି ରଖୁଥାନ୍ତି। ମୁଁ ହେଲେ
आउ उठी पारु नथुली कि हलचल हेई पारिलिनी। डह मम्मी कि कष्ट मोर मने पड़ी जाउछि मो बियारे एमिति प्रथम थर पसिथिला आउ जय कष्ट हेइथिला मते मम्मी लो। तापरे से तांको मुसळ बांडकु मो बियारु धीरे धीरे बाहर करिकी देखुले। मु हेले तांको बांड देखुली आउ सतरे मो बियार सील खोलीगला जे रक्त तांको बांडर मुंडी जाक लागिथिला। मु टिके डरिगली किंतु आगरु जानिथिली जे प्रथम थर बिहागेही हेला बेले एमिति सील खोली जाए आउ रक्त बाहरे बोली। सेते बेलकु मो बिया हेले नाଳ ପଚପଚ ହେଇଗଲାଣି। ସେ ସେଇଠୁ ମୋତେ ଧୀରେ ଧୀରେ କରିକି ମୋ ଗାଣ୍ଡିକୁ ଉପରକୁ ଟେକିକି ବାଣ୍ଡକୁ ବିଆ ଭିତରେ ସେଟ୍ କରିକି ମୋତେ କେହିବା ଆରମ୍ଭ କରିଦେଲେ। ମୋତେ ସେମିତି କଷ୍ଟ ହେଉଥାଏ ଆମମି କାଟୁଛି। ଧୀରେ ମୁଁ ଏମିତି ହେଇକି ଓଠକୁ ଚାପି ପକାଉଥାଏ କିନ୍ତୁ ତାଙ୍କୁ ମଜା ଲାଗୁଥାଏ ଯେ ସେ ମୋତେ କେହି ଚାଲିଥାନ୍ତି। ତାପରେ ଧୀରେ ଧୀରେ ଆରାମ ସେ ବିଆର ଭିତରକୁ ବୋଲି ବାଣ୍ଡ ପଶୁଥାଏ ଆଉ ବାହାରୁଥାଏ। ସେ ମୋ ବିଆ ଭିତରେ ବାଣ୍ଡକୁ ପଶେଇ ଦେଇକି ମତେ କୁଣ୍ଢାଇକି ଧରିକି ମୋ ଦୁଧ ଚିପି ଚିପି ମତେ ଗେହୁଥାନ୍ତି। ଆବିଆକୁ କଷ୍ଟ ହେଲେ ବି ବହୁତ ଆନନ୍ଦ ଆସୁଥାଏ। ସ୍କୁଲ ପଢିବା ସମୟରେ ଗିହାଗେହି ହେବାର ମଜା ସିଏ ହିଁ ଜାଣିପାରିବ ଯାହାର ବୟଫ୍ରେଣ୍ଡ ଥିବ। ତାପରେ କିଛି ସମୟ ଆମର ଗିହାଗେହି ଚାଲିଛି। ତାଙ୍କର ଲାଳ ବାହାରି ପଡ଼ିଲା ଯେ ସେ ଛାଟିପିଟି ହେଇକି ବିଆରୁ ବାଣ୍ଡକୁ ବାହାର କରିଦେଇକି ମତେ କୁଣ୍ଢେଇକି ଧରିକି ରହିଲେ। ତାପରେ ସବୁ ସରିଲା ମୁଁ ପ୍ୟାଣ୍ଟ ଟେକିଦେଲି। ଆମେ ସେମିତି ଅଟୋ ଭିତରେ ସ୍କୁଲ ଛୁଟି ହେବା ପର୍ଯ୍ୟନ୍ତ ବସିଲୁ। ସେତିକି ଭିତରେ ସେ ମୋ ବିଆ ଭିତରେ ଆଙ୍ଗୁଠି ମାରି ମାରି ବିଆରୁ ପାଣି ବାହାର କରିଦେଇଥିଲେ। ତାପରେ ସେ ମୋଟ 10,000 ଟଙ୍କା ଖର୍ଚ୍ଚ କରିବାକୁ ଦେଲେ। ମୁଁ ଯେତେବେଳେ ଅଟୋରୁ ବାହାରକୁ ଆସିଲି ଆଉ ଧୀରେ ଧୀରେ ଚାଲିଲି ମତେ ଲାଗୁଥାଏ ଯେମିତି ମୋ ବିଆ ଭିତରେ କଣ ଲାଗିଛି। ମୁଁ ସାଇକେଲ ଚଲେଇକି ଆସିବା ବେଳେ ମୋ ବିଆରେ ବହୁତ ଦରଜ ହଉଥାଏ। ମୁଁ ସେମିତି 2 ଦିନ ଯାଏ ଠିକ୍ ସେ ଚାଲିପାରୁ ନଥିଲି। ମୋ ବିଆ ସକାଳକୁ ଫୁଲି ଯାଇଥିଲା ଆଉ ତାଙ୍କୁ ଭିଡିଓ କଲ୍ କରିକି ଦେଖେଇଲି। ଏହା ଥିଲା ମୋ ସହ ଘଟିଥିବା ଘଟଣା। ତୁମ ସହ କେବେ ଯଦି କିଛି ଘଟିଛି ତେବେ ଏଠାରେ କମେଣ୍ଟରେ କୁହନ୍ତୁ। ଭିଡିଓଟି ଭଲ ଲାଗିଥିଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ କରି ନିଅନ୍ତୁ କାହିଁକି ନା ଆମେ ଯେତେବେଳେ ଭିଡିଓ ଆପଲୋଡ୍ କରିବା ଆପଣଙ୍କ ପାଖକୁ ଫାଷ୍ଟ ନୋଟିଫିକେସନ ଯିବ ଆଉ ଆପଣ ଭିଡିଓର ମଜା ନେଇପାରିବେ।